ଆପଣଙ୍କ ପରିଚୟ ଆଜି ଯେଉଁ ସଚେତନ ବାର୍ତ୍ତା କାର୍ଯ୍ୟକ୍ରମ ଚାଲିଥିଲା କେମିତି କରନ୍ତି? ଜୟ ଜଗନ୍ନାଥ। ମୁଁ ଅଶୋକ କୁମାର ରାଉତ, ଶାସ୍ତ୍ରୀ ସ୍ମୃତି ହାୟର ସେକେଣ୍ଡାରୀ ସ୍କୁଲ ବାଲିପୁଟୁର ଅଧ୍ୟକ୍ଷ। ଆଜି 18/1/2025ରେ ନିଗିଡ଼ା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଯେଉଁ ଖାଉଟି ସଚେତନତା ଶିବିର ଆରମ୍ଭ ହୋଇଥିଲା, ଏଥିରେ 50ରୁ 60 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏବଂ ଅନେକ ଆମର ଅଧ୍ୟାପକ ଅଧ୍ୟାପିକାମାନେ ଥିଲେ। ସେଠି ପିଲାମାନଙ୍କୁ ଖାଉଟି କେଉଁମାନେ ସେ ସମ୍ବନ୍ଧରେ ସଚେତନତା ଦିଆଯାଇଥିଲା ଏବଂ ଖାଉଟି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ଭବିଷ୍ୟତ କେମିତି ସୁଚାରୁ ରୂପେ ଅତିବାହିତ ହୋଇପାରିବ ଏବଂ ଉତ୍ପାଦନକାରୀ ସଂସ୍ଥା କ'ଣ ଏବଂ ଖାଉଟି କେମିତି ଶୋଷଣ ହେଉଛନ୍ତି, ବିଭିନ୍ନ ଦ୍ରବ୍ୟ କ୍ରୟ ମାଧ୍ୟମରେ ବ୍ୟବହାର ମାଧ୍ୟମରେ ଖାଉଟି ଶୋଷଣ ଯେଉଁ ହେଉଛନ୍ତି ସେ ବିଷୟରେ ସଚେତନ କରାଗଲା ଏବଂ ଖାଉଟି ଶୋଷଣର କାରଣ କ'ଣ ସେ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଗଲା। ସ୍ୱଳ୍ପ ସାକ୍ଷରତା, ଯାହାକୁ କୁହାଯାଏ ଆମେ ଇଲିଟରେସି, ଏବଂ ସୀମିତ ତଥ୍ୟ, ସୀମିତ ପ୍ରତିଯୋଗିତା, ସୀମିତ ଯୋଗାଣ, ଏସବୁ ମାଧ୍ୟମ ଦ୍ୱାରା ଖାଉଟି ଶୋଷଣ ହେଉଛନ୍ତି ଏବଂ ଖାଉଟି ସଚେତନତା ହୋଇପାରିଲେ ଆମେ ଭବିଷ୍ୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନାହିଁ, ଏ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏବଂ ଖାଉଟି ଅଧିକାର କ'ଣ ଏବଂ ଖାଉଟିମାନଙ୍କର କର୍ତ୍ତବ୍ୟ କ'ଣ, କେମିତି ବିଭିନ୍ନ ଆଇନ କାନୁନ ମାଧ୍ୟମରେ ଆମେ ସଚେତନ ହେଲେ ଆମକୁ ବିଭିନ୍ନ କମ୍ପାନୀ ହୁଅନ୍ତୁ ବା ବିଭିନ୍ନ ବ୍ୟବସାୟୀ ଅନୁଷ୍ଠାନ କେମିତି ଆମକୁ ଶୋଷଣ ନ କରିବେ ସେସବୁ ସମ୍ବନ୍ଧରେ ସଚେତନ କରାଗଲା ପିଲାମାନଙ୍କୁ। ଏବଂ ପଦାଧିକାରୀମାନେ ବିଭିନ୍ନ ମେସିନ୍ ମାଧ୍ୟମରେ କିଭଳି ଶୋଷଣ କରାଯାଉଛି, ଓଜନ ହେଉ ବା କ୍ୱାଲିଟି ହେଉ ବା କ୍ୱାଣ୍ଟିଟି ହେଉ, ତାକୁ କେମିତି ସୁରକ୍ଷା ଆମେ ପିଲାମାନଙ୍କୁ ଦେଇପାରିବା ସେ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଧନ୍ୟବାଦ।